ପଥିକ ମାନଙ୍କର ଧନ ଜୀବନ ଲୁଣ୍ଠନ କରୁଥିବା ଜଣେ ଡକାୟତ, ଅରଣ୍ୟ ମଧ୍ୟରେ ଆତଙ୍କ ସୃଷ୍ଟି କରୁଥିବା ଜଣେ କୁଖ୍ୟାତ ଡାକୁ, କ୍ରୂର ନିଷ୍ଠୁର ସ୍ୱଭାବର ଦସ୍ୟୁ ରତ୍ନାକର ତପସ୍ୟା ବଳରେ ମହର୍ଷି ବାଲ୍ମୀକି ହୋଇପାରିଥିଲେ। ମରା ମରା ଜପ କରି ସେ ରାମଙ୍କୁ ପ୍ରାପ୍ତ ହୋଇପାରିଥିଲେ। ରାମାୟଣ ରଚନା କରି ବିଶ୍ୱବିଦିତ ହେଲେ। ଠିକ୍ ସେହିପରି ଜଣେ ଅସୁରୁଣୀ ସାଧନା ବଳରେ ଦେବୀ ହିଙ୍ଗୁଳା ଓ ମାତା ମଙ୍ଗଳା ନାମରେ ପ୍ରସିଦ୍ଧ ହେଲେ। ଅଧିକାଂଶ ଲୋକ ଏ ବିଷୟରେ ଜାଣିନାହାନ୍ତି। ଯୋଗ ବାସିଷ୍ଠ ମହାରାମାୟଣରେ କର୍କଟି ଅସୁରୁଣୀର ପ୍ରସଙ୍ଗ ରହିଛି। କର୍କଟି ବିଚାର କଲା, କଠିନ ପରିଶ୍ରମ କରି ମଧ୍ୟ ପେଟ ଭରି ଖାଇବାକୁ ପାଉନାହିଁ। ଜୀବମାନଙ୍କୁ ଧରିବା ପାଇଁ ଯିବାବେଳେ ଅନେକ ଜୀବ ତା ହାତ ଛଡ଼ା ହୋଇ ପଳାଇ ଯାଉଛନ୍ତି। କେବେ ଖାଇବାକୁ ମିଳୁଛି ତ କେବେ କେବେ ଭୋକ ଉପାସରେ ଦିନ କଟିଯାଉଛି। ତେଣୁ ମୁଁ ଏପରି ତପସ୍ୟା କରିବି ଯେ ଇଚ୍ଛା କଲେ ସୂକ୍ଷ୍ମ ଅଣୁରୂପ ଧାରଣ କରିପାରିବି। ଜୀବମାନଙ୍କର ନାକ ପୋଡ଼ା ଦେଇ ତାଙ୍କ ହୃଦୟ ଭିତରକୁ ପ୍ରବେଶ କରିବି ଏବଂ ମନ ଇଚ୍ଛା ରକ୍ତପାନ କରିପାରିବି। ନିଜ ଇଚ୍ଛା ପୂର୍ଣ୍ଣ କରିବା ପାଇଁ ସେ ହିମାଳୟକୁ ଯାଇ ତପସ୍ୟା କଲା। ତାର କଠୋର ତପସ୍ୟାରେ ସନ୍ତୁଷ୍ଟ ହୋଇ ବ୍ରହ୍ମା ତାକୁ ବର ପ୍ରଦାନ କଲେ। ସେହି ବର ପ୍ରଭାବରେ ସେ ସୂକ୍ଷ୍ମ ରୂପ ଧାରଣ କରି ପ୍ରାଣୀଙ୍କ ଶରୀରରେ ପଶି ପ୍ରଚୁର ରକ୍ତପାନ କଲା। ସବୁଦିନ ରକ୍ତପାନ କରିବା ଦ୍ୱାରା ସେ ମୋଟା ହୋଇଗଲା। ସେ ଅଧିକ ମୋଟା ହୋଇ କଷ୍ଟ ପାଇଲା। ଚଲାବୁଲା କରିବାରେ ଅସୁବିଧା ଅନୁଭବ କଲା। ତେଣୁ ସେ ପୁଣି ଥରେ ହିମାଳୟକୁ ଯାଇ ତପସ୍ୟା ଆରମ୍ଭ କଲା। ତାର କଠୋର ତପସ୍ୟାରେ ବ୍ରହ୍ମା ପ୍ରସନ୍ନ ହୋଇ ତାକୁ ଦର୍ଶନ ଦେଇ କହିଲେ, ତୋର ତପସ୍ୟାରେ ମୁଁ ସନ୍ତୁଷ୍ଟ ହୋଇଛି, କେଉଁ ବର ମାଗିବୁ ମାଗୁ। କିନ୍ତୁ ସେତେବେଳେ କର୍କଟି ଗଭୀର ଧ୍ୟାନରେ ବୁଡ଼ି ରହିଥିଲା। ବ୍ରହ୍ମାଙ୍କ ଡାକ ଶୁଣି ମଧ୍ୟ ଆଖି ଖୋଲୁ ନଥିଲା। ସେ ଅଖଣ୍ଡ ସମାଧିର ଆନନ୍ଦରେ ମଗ୍ନ ରହିଥିଲା। ତା ମନରୁ ସାଂସାରିକ କାମନା ବାସନା ଉଭେଇ ଯାଇଥିଲା। ତଥାପି ଆସନରୁ ଉଠି ବ୍ରହ୍ମାଙ୍କୁ ନତମସ୍ତକ ହୋଇ ପ୍ରଣାମ କଲା। ହେ ବ୍ରହ୍ମଦେବ, ଆପଣ ଯାହାଙ୍କ ସତ୍ତାରେ ବର ପ୍ରଦାନ କରୁଛନ୍ତି, ଯାହାଙ୍କ ବଳରେ ବଳିୟାନ ହୋଇଛନ୍ତି, ଯାହାଙ୍କ କୃପା ଲାଭ କରି କୃତାର୍ଥ ହୋଇଛନ୍ତି, ସେହି ପରମ ସତ୍ତାରେ ମୁଁ ମଧ୍ୟ ସ୍ଥାନିତ ହୋଇସାରିଛି। ମୋର ଆତ୍ମସାକ୍ଷାତକାର ହୋଇସାରିଛି। ମୋଠାରେ ଆଉ ଲୌକିକ ଇଚ୍ଛା କିଛି ନାହିଁ। ବ୍ରହ୍ମାଜୀ କହିଲେ, ହେ କର୍କଟି, ତଥାପି ତୋର ପ୍ରାରବ୍ଧ ବାକି ରହିଛି। ଜୀବମାନଙ୍କୁ ଭୋଜନ କରିବା ତୋର ଜନ୍ମଗତ ସ୍ୱଭାବ ଅଟେ। କିନ୍ତୁ ତୁ ଏବେ ପାମର ଦୁରାଚାରୀ ପାପୀମାନଙ୍କୁ ଭକ୍ଷଣ କରିବୁ। ଜ୍ଞାନୀ ସଦାଚାରୀ ସତ୍ପୁରୁଷଙ୍କର କୌଣସି କ୍ଷତି କରିବୁ ନାହିଁ। ବ୍ରହ୍ମାଙ୍କ ଆଜ୍ଞା ପାଳନ କରି କର୍କଟି ନିଜର ପ୍ରାରବ୍ଧ ଅନୁସାରେ ବନରେ ବିଚରଣ କଲା। ସେ ଜଣେ ସିଦ୍ଧ ଯୋଗିନୀ ହୋଇଥିବାରୁ ଯୋଗ ବଳରେ ଅନେକ ରୂପ ଧାରଣ କରିପାରୁଥିଲା। ନିଜକୁ କ୍ଷୁଦ୍ରରୁ କ୍ଷୁଦ୍ରତର ଓ ବିରାଟରୁ ବିରାଟତର ଶରୀରରେ ପରିଣତ କରିପାରୁଥିଲା। ଇଚ୍ଛାନୁରୂପ ଫଳ ଲାଭ କରୁଥିଲା। ନିଜ ଇଚ୍ଛା ଶକ୍ତିରେ ଏକାଧିକ ଶରୀର ଧାରଣ କରିପାରୁଥିଲା। ତା ପାଇଁ କିଛି ଅସମ୍ଭବ ନଥିଲା। ସେ ଅଷ୍ଟାଦଶ ସିଦ୍ଧି ଓ ଷୋଳବିଦ୍ୟା ପ୍ରାପ୍ତ ହୋଇସାରିଥିଲା। ଥରେ ସନ୍ଧ୍ୟା ସମୟରେ କିରାତ ଦେଶର ରାଜା ଏବଂ ମନ୍ତ୍ରୀଙ୍କ ସହିତ ତାର ସାକ୍ଷାତ ହେଲା। ସେହି ରାଜା ଭୟାଳୁ କି ନିର୍ଭୀକ ଅଟନ୍ତି ଜାଣିବା ପାଇଁ କର୍କଟି ଭୟାନକ ରୂପ ଧାରଣ କଲା। କଳାହାଣ୍ଡିଆ ମେଘ ପରି ବିକଟାଳ ଶରୀର ଧରି ବଡ଼ ବଡ଼ ଆଖି ବଡ଼ ବଡ଼ ହାତରେ ଅଟ୍ଟହାସ୍ୟ କରି ରାଜାଙ୍କ ନିକଟରେ ଉପସ୍ଥିତ ହେଲା। ରାଜା କହିଲେ, ହେ ରାକ୍ଷସୀ, ତୁ କ'ଣ ଚାହୁଁଛୁ? କାହିଁକି ଏପରି ଭୟଙ୍କର ରୂପ ଧାରଣ କରିଛୁ? କର୍କଟି କହିଲା, ମୁଁ ତୁମ ଦୁହିଁଙ୍କୁ ଖାଇଯିବି। ମୋତେ ଭାରି ଭୋକ ଲାଗୁଛି। ତୁମେମାନେ ମୋର ଖାଦ୍ୟ। କିନ୍ତୁ ତୁମେମାନେ ଯଦି ଜ୍ଞାନୀ ହୋଇଥିବ, ପରୋପକାରୀ ହୋଇଥିବ, ମୁଁ ତୁମର ସେବା କରିବି। ଆଉ ତୁମେ ଯଦି ମୂଢ଼ମତି ଅଜ୍ଞାନ ହୋଇଥିବ,
ତୁମମାନଙ୍କୁ ଏହି କ୍ଷଣି ଭକ୍ଷଣ କରି ମୋ ଉଦର ଶାନ୍ତ କରିବି। ଯଦି ମୋ ପ୍ରଶ୍ନର ଉତ୍ତର ଦେଇପାରିବ, ମୁଁ ସବୁଦିନ ପାଇଁ ତୁମର ଦାସୀ ହୋଇ ଖଟିବି। ଯଦି ମୋ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରିବ ନାହିଁ, ତେବେ ଜାଣିବି ତୁମେମାନେ ଅଜ୍ଞାନ ଅଟ ଏବଂ ମୋର ଆହାର ଯୋଗ୍ୟ ଅଟ। ତୁମର ମୃତ୍ୟୁ ସୁନିଶ୍ଚିତ। କର୍କଟି ପଚାରିଲା, କେଉଁ ତତ୍ତ୍ୱରୁ ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟି ହୋଇଛି? ଏପରି କ'ଣ ରହିଛି ଯାହା ସୂକ୍ଷ୍ମରୁ ସୂକ୍ଷ୍ମତର ଓ ବିରାଟରୁ ବିରାଟତର ଅଟେ? କାହାର କ୍ଷୟ ନାହିଁ କି ବୃଦ୍ଧି ନାହିଁ, ସଦାକାଳେ ସମାନ ଭାବରେ ରହିଛି। ମୃତ୍ୟୁ ପରେ ଜୀବାତ୍ମା କେଉଁଠି ରହେ? ପ୍ରତ୍ୟେକ ପ୍ରାଣୀର ମୁଖ୍ୟ ଉଦ୍ଦେଶ୍ୟ କ'ଣ? କେଉଁ ଅଣୁର ଗୋଟିଏ ଭାଗରେ ଅନନ୍ତ ବ୍ରହ୍ମାଣ୍ଡ ଲୁଚି ରହିଛି? ଏହିପରି ଭାବରେ କର୍କଟି 72ଟି ପ୍ରଶ୍ନ ପଚାରିଲା। ରାଜା ଉତ୍ତରରେ କହିଲେ, ହେ କର୍କଟି, ଏସବୁ ପ୍ରଶ୍ନ କେବଳ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପଚରାଯାଇଛି। ଏହି ସମସ୍ତ ପ୍ରଶ୍ନର ଗୋଟିଏ ମାତ୍ର ଉତ୍ତର ହେଉଛି ସଚ୍ଚିଦାନନ୍ଦ ପରମାତ୍ମା। ତାଙ୍କଠାରୁ ସୃଷ୍ଟି ଉତ୍ପନ୍ନ ହୋଇଛି। ସେ ହିଁ ଅଣୁର ଅଣିୟାନ ମହତୋର ମହିୟାନ ଅଟନ୍ତି, ଯାହାଙ୍କ ଲୋମମୂଳରେ ଅନନ୍ତ ବ୍ରହ୍ମାଣ୍ଡ ଲୁଚି ରହିଛି। ରାଜା ସଠିକ୍ ଉତ୍ତର ଦେବାରୁ କର୍କଟି ପ୍ରସନ୍ନ ହୋଇ ତାଙ୍କ ସହିତ ମିତ୍ରତା ସ୍ଥାପନ କଲା। ରାଜା ତାକୁ ନିଜ ରାଜ୍ୟକୁ ବରଣ କରିନେଲେ। ଯେଉଁ ଅପରାଧୀମାନେ ଆଜୀବନ କାରାଦଣ୍ଡ ଭୋଗୁଥିଲେ, ଯେଉଁମାନେ ଦୁଷ୍କର୍ମ କରି ଫାଶୀ ପାଇବାର ଥିଲା, ସେ ସମସ୍ତଙ୍କୁ ରାଜା କର୍କଟି ହସ୍ତରେ ସମର୍ପି ଦେଲେ। ସେମାନଙ୍କୁ କର୍କଟି ଅରଣ୍ୟକୁ ନେଇ ଯାଉଥିଲା ଏବଂ ତାଙ୍କର କଳୁଷିତ ପିଣ୍ଡକୁ ଭକ୍ଷଣ କରୁଥିଲା। ଯେତେବେଳେ ତାକୁ ଭୋକ ହେଉଥିଲା, ସେ ରାଜାଙ୍କ ପାଖକୁ ଆସୁଥିଲା, ରାଜାଙ୍କ ସହିତ ସତ୍ସଙ୍ଗ କରୁଥିଲା। ଭଗବତ ଆଲୋଚନା ପରେ ରାଜା ରାଜ୍ୟରେ ଥିବା ଅଧର୍ମୀ, ଦୁରାଚାରୀ, କୃତଘ୍ନ ପାପୀମାନଙ୍କୁ ଭକ୍ଷଣ କରିବା ପାଇଁ କର୍କଟି ହସ୍ତରେ ସମର୍ପି ଦେଉଥିଲେ। ଏପରି ଭାବରେ ସେ ରାଜାଙ୍କ ନିକଟକୁ ଯିବା ଆସିବା କରୁଥିଲା। କାଳକ୍ରମେ କର୍କଟିର ପ୍ରାରବ୍ଧ ଯାହା ଭୋଗିବାର ଥିଲା, ସେସବୁ ଶେଷ ହୋଇଗଲା। ହିମାଳୟର ନିର୍ଜନ ସ୍ଥାନକୁ ଯାଇ ସମାଧି ଯୋଗରେ ନିଜ ଶରୀରକୁ ତ୍ୟାଗ କଲା ଏବଂ କର୍କଟି ପରମ ପଦରେ ଲୀନ ହୋଇଗଲା। ଦୀର୍ଘ ଦିନ ଧରି କର୍କଟି ରାଜାଙ୍କ ପାଖକୁ ଆସିଲା ନାହିଁ। ତେଣୁ କର୍କଟି ଶରୀର ତ୍ୟାଗ କରିଥିବ ବୋଲି ରାଜା ସ୍ଥିର କରିନେଲେ। କର୍କଟି ଅଶୁରୁଣୀ ହେଲେ ମଧ୍ୟ ଆତ୍ମଜ୍ଞାନୀ ଥିଲା। ଆତ୍ମଜ୍ଞାନୀଙ୍କୁ ସମାଦର କଲେ ଭାଗ୍ୟ ଉଦୟ ହୁଏ। ପ୍ରେମ, ଜ୍ଞାନ, ଭକ୍ତି, ଯଶ ଓ ସିରି ବୃଦ୍ଧି ହୋଇଥାଏ। ଜଣେ ଆତ୍ମଜ୍ଞାନୀ ଯୋଗିନୀ ହୋଇଥିବାରୁ କର୍କଟିର ପୂଜା ଆରାଧନା ଦ୍ୱାରା ପ୍ରଜାମାନଙ୍କର ମଙ୍ଗଳ ହେବ ବିଚାର କରି ରାଜା ତା ଉଦ୍ଦେଶ୍ୟରେ 2ଟି ମନ୍ଦିର ନିର୍ମାଣ କରିଥିଲେ। ସେ ଜାଣିଥିଲେ, ଗୁଣୀ ଜ୍ଞାନୀ ଯୋଗୀମାନଙ୍କୁ ହତାଦର କଲେ ଦୁର୍ଭାଗ୍ୟ ଆରମ୍ଭ ହୋଇଥାଏ। ଫଳରେ ଦୁଃଖ, ଅଶାନ୍ତି, ବିପତ୍ତି ଓ ଅପକୀର୍ତ୍ତି ମିଳିଥାଏ। ତୁଳସୀଦାସଙ୍କର ଭାଷାରେ, ଜहाँ ସୁମତି ତହିଁ ସମ୍ପତ୍ତି ନାନା, ଜहाँ କୁମତି वहाँ ବିପତ୍ତି ନାନା। ସତ୍ସଙ୍ଗ ସୁଖ ଦିଏ, ଅସତ୍ସଙ୍ଗ ଦୁଃଖ ଦେଇଥାଏ। ରାଜା ବିଚାର କଲେ, ଆମ ପ୍ରଜାମାନେ କର୍କଟିର ସମାଦର କଲେ, ତାକୁ ସ୍ମରଣ କଲେ, ପୂଜା ଆରାଧନା କଲେ, ନିଶ୍ଚୟ ତାଙ୍କର ମଙ୍ଗଳ ହେବ। କାରଣ କର୍କଟି ମଙ୍ଗଳମୟ ପରମାତ୍ମାଙ୍କ ଠାରେ ପ୍ରତିଷ୍ଠିତ ଥିଲା। ଯେଉଁମାନେ ଆତ୍ମଜ୍ଞାନୀ ପରମ ପଦପ୍ରାପ୍ତ ହୋଇଥାନ୍ତି, ସେମାନଙ୍କର ମୃତ୍ୟୁ ନଥାଏ। ସେମାନେ ସୂକ୍ଷ୍ମ ଶରୀରରେ ଥାଇ ସଦାଚାରୀମାନଙ୍କୁ ସାହାଯ୍ୟ କରିଥାନ୍ତି। ତେଣୁ ରାଜା କର୍କଟିର ସ୍ମୃତି ଉଦ୍ଦେଶ୍ୟରେ 2ଟି ମନ୍ଦିର ନିର୍ମାଣ କଲେ। ଗୋଟିଏ ମନ୍ଦିରରେ କର୍କଟିର ମୂର୍ତ୍ତି ସ୍ଥାପନ କରି ହିଙ୍ଗୁଳା ଦେବୀ ନାମ ରଖିଲେ। ହୁଙ୍କାର ମନ୍ତ୍ର ବଳରେ କର୍କଟି ପାପୀମାନଙ୍କର ପାପ ନଷ୍ଟ କରୁଥିଲା। ତେଣୁ ସେହି ହୁଙ୍କାର ନାଦକୁ ନେଇ ହିଙ୍ଗୁଳା ଦେବୀ ନାମ ପ୍ରଦାନ କଲେ। ଦ୍ୱିତୀୟ ମନ୍ଦିରରେ ପ୍ରତିଷ୍ଠିତ ପ୍ରତିମାର ନାମ ରଖିଲେ ମଙ୍ଗଳା ଦେବୀ। କାରଣ ଜ୍ଞାନହୀନ ମୂଢ଼ ପାପୀମାନଙ୍କୁ ଭକ୍ଷଣ କରୁଥିଲେ ମଧ୍ୟ କର୍କଟି ସେମାନଙ୍କର ମଙ୍ଗଳ ସାଧନା କରୁଥିଲା। କର୍କଟି ହସ୍ତରେ ମୃତ୍ୟୁ ଲାଭ କରୁଥିବା ଦୁରାଚାରୀ
ଲୋକ ସମସ୍ତ ପାପରୁ ମୁକ୍ତ ହେଉଥିଲେ। କର୍କଟି ପରି ଏକ ଅସୁରୁଣୀ ଦେବୀ ହିଙ୍ଗୁଳା ଓ ମାତା ମଙ୍ଗଳା ନାମରେ ପୂଜିତ ହେବାର ମୂଳ କାରଣ ହେଉଛି ତାର ବିଶ୍ୱାସ ଓ ଇଚ୍ଛା ଶକ୍ତି।